ଯାହା ହଉ ଗୋଟେ ପିଲା ଆଜି ମାନେ ବହୁତ ଦିନ ପରେ ମାନେ ଆଖି ଦେଖିଲା ଭଳିଆ ଗୋଟେ କାର୍ଯ୍ୟ କରୁଛି। ଦେଖ ମାନେ ଡ୍ରେସିଂ ଟେବୁଲ ପୁରା ଅଳିଆ ହେଇକି ପଡ଼ିଥିଲା ବୋଲି ଆଜି ପୁରା କୋଉ କାର୍ଯ୍ୟ ସେ କରୁଛି। ମୋ ମନ ପୁରା ଖୁସି ଗଦ ଗଦ ହେଇଯାଉଛି ଆଉ। ଡ୍ରେସିଂ ଟେବୁଲ ଟା ଆମର ବହୁତ ଦିନ ହବ ମାନେ ସଫା ସୁତୁରା ହେଇନଥିଲା ବୋଲି ଅଳିଆ ମଳିଆ ହେଇକି ପଡ଼ିଥିଲା। ତାକୁ ଏବେ ପୁରା ସଫା ସୁତୁରା କରିଦେବି। ମୁଁ ଆକାଉଣ୍ଟରେ ଜଷ୍ଟ ବହୁତ ଦିନ ପରେ କାମକୁ ଯାଇଥିଲି। କାମରୁ ଯେବେ ଆସିକି ଏଠି ବସିଛି ଟିକେ ମୁଣ୍ଡ କୁଣ୍ଡିଆ କରି ବସିଥିଲି, ଚେୟାର ଚାର କରି ବସୁଥିଲି। ମାନେ ବସୁଛି ମୁଁ ଏଠି ଜଷ୍ଟ ବସିବାକୁ ଲିସିନ ତାର ଆସିଲା ମାନେ କଣ ହେଲା ସବୁ କଢ଼ାକଢ଼ି କରିଦେଲା। ଏଠି ବସି ସଜଡ଼ା ସଜଡ଼ି କଲାଣି। ମାନେ କଣ ମୁଣ୍ଡ ତାର ମୁଁ କାହିଁ କିଛି ବୁଝିପାରୁନି। ବଢ଼ିଆ ମୁଣ୍ଡ ତ ପୁରା କାମିନୀ ମୁଣ୍ଡ। କିନ୍ତୁ 7:30 ବେଳକୁ ଖାଇସାରିଲେ ଭାତ ଆଉ 7:30 ବେଳକୁ ଯାଇକି ଭାତ ଖାଇଦେଲା। ତାପରେ ଆସିକି ଏଠି କାମରେ ଲାଗିକି ସଜଡ଼ା ସଜଡ଼ି କଲାଣି। ଆଉ ତା ମାମା ତାକୁ କୋଢ଼ିଆଣି ଆଉ ତା ମାମା ତ କୋଢ଼ିଆଣି ଯାଇକି ପୁରା ଘରଠୁ ଘୋଡ଼ି ଘୋଡ଼େଇକି ବାରଣ୍ଡାରେ ପଡ଼ିଛି ଶୋଇକି ପୁରା ଘୁଙ୍ଗୁଡ଼ି ମାରୁଛି କି ମୋବାଇଲ ଦେଖୁଛି ତା ଠିକ୍ ଠିକଣା ନାହିଁ। ମୋବାଇଲ ଦେଖୁଛି ଆଉ ଆମେ ଗଲା ଖୁଣୁ ମାନେ ଆଖି ବୁଜିକି ପଡ଼ିଯାଉଛି। ଆମେ ଯେତେବେଳେ ଘରକୁ ଆସିବୁ ସେ ତାର ପଡୁଛି। ଆଉ ମାନେ ଘରଟାକୁ ପୁରା ଅସଜଡ଼ା କରିକି ରଖିଛି। ପଛପଟେ ଦେଖ କେଜାଏ ଜିନିଷ ଖଟ ଯାହା ସବୁ ହେଲା ସବୁ ଆଣିକି ପକେଇ ଦଉଛି। ଘରଟା ପୁରା ବହୁତ ଦିନ ହବ ଅଳିଆ ହେଇକି ପଡ଼ିଲାଣି। ନାଇଁ ମୋତେ ତ ଟାଇମ୍ ନାହିଁ ଆଉ କଣ କରିବା। ରୁଆ ରୁଇ ସରିଗଲା ଆଉ ରୁଆ ରୁଇ କାର୍ଯ୍ୟକ୍ରମ ଚାଲିଥିଲା ବୋଲି ଘର ଦ୍ୱାରା କିଛି ସଫାସୁତୁରା ହେଇପାରୁନଥିଲା। ଆଉ କିଛି କାର୍ଯ୍ୟ ହେଇପାରୁନଥିଲା। ଆଉ ବହୁତ ଦିନ ପରେ ବି ମୁଁ ଆଉ ମାସେ ହବ ବୋଧେ କାମକୁ ଯାଇନଥିଲି। ଆଉ ଆଜି କାମକୁ ଯାଇଥିଲି। କାମକୁ ଆସିକି ମୋତେ ଟିକେ ବହୁତ ଦିନ ପରେ କାମ କରେ ଯାହା ଅବସ୍ଥା ହୁଏ ସେମିତି ଅବାଗିଆ ଲାଗୁଛି। ଆଉ ଟିକେ ରେଷ୍ଟ ନେଇସାରେ ତାପରେ ଦେଖିବା। ଆଉ ଯେହେତୁ ଗହ୍ମାପୂର୍ଣ୍ଣମୀ ଆସିଲାଣି ଘର ଦ୍ୱାରା ଝଡ଼ାଝଡ଼ି ହେଇନାହିଁ। ସବୁ ତ ଅଳିଆ ମଳିଆ ହେଇକି ପଡ଼ିଛି। ଆଉ କଣ କରିବା ଦେଖ ଫ୍ୟାନ୍ ତ ଜାଣିକି ଖରାପ ହେଇକି ଅଛି ତା ଦେହରେ ଅଳନ୍ଦି ବି ହେଇଗଲାଣି। ଘର ଦ୍ୱାରା ସବୁ ଅଳନ୍ଦି ହେଇକି ଆକ୍ରାନ୍ତ ହେଇଗଲାଣି। ଆଉ କଣ କରିବା ଟିକେ ଯାଇ ଅଳନ୍ଦି ଲାଗିଛି। ଏମିତି ସବୁ ଅଳନ୍ଦି ହେଇକି ସବୁ ଘର ଦ୍ୱାରା ଅଛି। ଆଉ ଗହ୍ମାପୂର୍ଣ୍ଣମୀ ପୂର୍ବ ଦିନ ରହିବି। ଆଉ ଗହ୍ମା ଦିନ ରହିଲେ ଘରଟା ଟିକେ ସବୁ ଝଡ଼ାଝଡ଼ି ହେବ, ମାନେ ପରିଷ୍କାର ହେବ। ତାପରେ ଶାନ୍ତିରେ ଟିକେ ମଣିଷ ରହିବ। ଆଉ ଯେହେତୁ କାମାକ୍ଷାର ଟାଇମ୍ ହେଉନି ସେ ତାର ଆଉ ସଜାଡ଼ି ପାରୁନି। ଆଉ କ'ଣ କରିବା। ସେ ଆମର ଯାହା ଯେତିକି ପାରୁଛି ସେତିକି ସେ ତାର ସଜଡ଼ା ସଜଡ଼ି କରିଦେଉଛି। ତା ମାମା ପାଇଁ ଟିକେ ହେଲ୍ପ ହେଇଯାଉଛି ଆଉ। ଆଉ ମୁଁ ସଜାଡ଼ିବି। ମୁଁ ରହିଲି ଏକାଥରେ ସଜାଡ଼ିବି। ଏଗୁলো ସଜଡ଼ା ହେଇପାରିବନି। ମୁଁ ଯାଇକି କାମରୁ ରହିଲେ ଗୋଟେ ଦିନ ମାନେ କାମରୁ ରହିଲେ କ'ଣ ଗହ୍ମାପୂର୍ଣ୍ଣମୀ ଦିନ ରହିବି। ସେଇଦିନ ମାନେ ସଫାସୁତୁରା ହେବ ଘର। କ'ଣ କରିବା। ଆଉ ବୋଉ ତାର ସବୁ ଟିଭି ଦେଖୁଛି। ଆଉ ଘର ପୁଣି ଆମର ମେସିନ୍ ପତ୍ର ସବୁ ବାହାର କରି ଖଟ ଫଟ କରି ସେଠି ପୁରା ପଡ଼ିଯାଇଛି। ପୁରା ରୋଗୀ ତ ପୁରା ରୋଗୀ ଭଳିଆ ପଡ଼ିକି ଅଛି। ଗଲା ସଫା ରହିଲି ସବୁ ଗୋଟେ ଏପଟୁ ଧ ଗୋଡ଼ ପକେଇ ଦେଇଛି। ସବୁ ତଳେ ପଡ଼ିଥିଲା। ପୋଲିସକୁ ଫୋନ୍ କରିଛି ଚପଲ ବର୍ଷା ଦିନ ବେଙ୍ଗ ହତ୍ୟା ହେଇଗଲା ଗୋଟେ। ମୁଁ ମାରିଦେଲି କି ଏ ଯେଉଁ ବିଲେଇ ଆଣିକି
ପକେଇ ଦେଇଛି ସବୁ ପତରେ ମୁଁ ଆସିଲି ଗାଡ଼ି କୁଦିଦେ। ହଉ ରାଜା ତ ପୁରା ପବନ ଖାଇକି ଏଠି ପୁରା ଶୋଇଛି ଆଉ। ଦେଖୁତା ଝୁଅଠୁ କିଛି ଶିଖ। ଫୋନ ନଦିଆ ହେଲା ବୋଲି ସଜଡା ହେଲା, ଏଇଟା ହେଲା ମମିକା ପାୱାର। ହଁ ଶିଖ କେତେ ଭଲ କାମ କରୁଛି ଶିଖ ତାଠାରୁ। କାନ ଫାନ ଖାଲି ଗତ ହଉଛି, ଏତେ ଜୋରେ ଥଣ୍ଡା ହେଇଯାଇଛି। ଏଇଟା ଭଗା ଯାଉଛି। ଲିଟିନଟା ଆମର ବଢ଼ିଆ କାମ କରୁଥିଲା, ମାନେ ସବୁ କାମ ଧନ୍ଦା ସାରି ଡ୍ରେସିଂ ଟେବୁଲ କାମ ସାରି ଆଉ ଏଠି ତା ବହିପତ୍ର ବି ସେ ସଜାସଜି କରିସାରିଲେଣି। ଆଉ ବଣମଣି ତ ଆମର ଝିଅ ଯେମିତି ଦେଖିଲା କାମ କରୁଛି, ଶିଖିବାକୁ ଆଇଲା କିଛି କାର୍ଯ୍ୟ ଶିଖିଲା ତାଠୁ। କେତେ ପରିଷ୍କାର କରି କାମ କରୁଛି ଆସିକି ଶିଖିଲା। ଆଉ ମୁଁ ତ ମୋର କାର୍ଯ୍ୟ କାମ କରୁଛି ବସିକି। ମା ଝିଅଙ୍କର କାମ ନିତ୍ୟକର୍ମ ଯାହା କରୁଛନ୍ତି, ମୁଁ ତାଙ୍କର କାର୍ଯ୍ୟକ୍ରମଟାକୁ ସୁଚାରୁ ରୂପେ ଭିଡ଼ିଓଟାକୁ କରୁଛି। ଆଉ ସନ୍ଧ୍ୟାବେଳେ ତ ବର୍ଷା ପାଗରେ ପୁରା ଓଦା ମୋଦା ହେଇକି ଆସିବାକୁ ପଡ଼ିଲା କାମରୁ। ବର୍ଷା ଯେମିତି ଆସିବା ଟାଇମରେ ବର୍ଷାଟା ହେଇଗଲା, ଓଦା ମୋଦା ହେଇକି ଆସିବାକୁ ପଡ଼ିଲା। ଓଦା ମୋଦା ହେଇକି ଆଉ ଥଣ୍ଡା ପ୍ରବଳ ହେଇଗଲାଣି, ସେଥିପାଇଁ ପୁରା ଛିଙ୍କ ବିକ ହଉଛି ଆକ୍ରାନ୍ତ। ସଫା କରି ପ୍ରବଳ ଥଣ୍ଡା। ଆଉ କ'ଣ କରିବା, ଏମିତି ସବୁ କାର୍ଯ୍ୟକ୍ରମ ଭିଡ଼ିଓ ବି ପକେଇ ହେଉନି। ଭିଡ଼ିଓ ପକେଇ ହେଉନି କ'ଣ ନା, ଟାଇମ୍ ତ ଯାହା ହେଉଥିଲା ଟିକେ, ଆଉ ଏବେ ଟାଇମ୍ ହେଉନି, କ'ଣ କରାଯିବ। ଆଉ ଦେହ ମୁଣ୍ଡ ବି ଭଲ ରହୁନି, ଟାଇମ୍ଟା ଟବୁଲ୍ ହେଇଯାଉଛି, ସେଥିପାଇଁ ଭିଡ଼ିଓ ହେଇପାରୁନି। ଆଉ କ'ଣ କରିବା। ଆଉ ଯେହେତୁ ଆମର ଘରମଣିଙ୍କର ଚ୍ୟାନେଲରେ ଯାହା ପଡ଼ନ୍ତା, ସେ ତ ପୁରା କହୁଛି ମୁଁ କିଛି ଜାଣିନି। ଆଉ କ'ଣ କରିବା, ସେ ତାର ପକଉନି ଆଉ ମୁଁ ମୋର ବି ପଢ଼ିପାରୁନି, ତାର ପଢ଼ିପାରୁନି କି ମୋର ବି ପଢ଼ିପାରୁନି। ଆଉ କ'ଣ କରିବା, ଭିଡ଼ିଓ କରିପାରୁନି। ଏମିତି ସବୁ ଟାଇମ୍, ସମୟ ଅଭାବରେ ସବୁ କିଛି ଖରାପ ହେଇଯାଉଛି। ଆଉ ସମୟ ଥିଲେ ଆଉ ଇଆଡ଼େ ଟେକ୍ନିକାଲ ପ୍ରୋବ୍ଲେମ୍ ଟିକେ ହେଇଯାଉଛି। ଆଉ କ'ଣ କରିବା, ଯେତେବେଳେ ସମୟ ହେଉଛି ଟେକ୍ନିକାଲ ପ୍ରୋବ୍ଲେମ୍ ହେଇଯାଉଛି, ଆଉ ଯେତେବେଳେ ସମୟ ଟେକ୍ନିକାଲ ପ୍ରୋବ୍ଲେମ୍ ଠିକ୍ ଅଛି, ଯେତେବେଳେ ସମୟ ହେଉନି। ଏମିତି ସବୁ ଘଟଣା ଘଟୁଛି। ଆଉ କ'ଣ କରିବା। ଆଉ ଥିଲା ସେ ଲିପଷ୍ଟିକ୍ଟା ଏତିକିବେଳେ ଭାଙ୍ଗିଗଲା, ଆଉ କ'ଣ କରାଯିବ। ଆଉ ଗୋଟେ ଯୁଗାଡ଼ କରିକି ରଖିଛି, ସେଥିରେ କାମ ଚାଲିଛି। ଆଉ ଏମିତି ସବୁ ହେଉଛି। ଆଉ କ'ଣ କରିବା, ଯେହେତୁ ଟିକେ ଆସିଗଲାଣି ପର୍ବ, ପଇସା ପତ୍ର ପାଖରେ ନାହିଁ। ଆଉ କ'ଣ କରାଯିବ, ସବୁ ଯାହା ଦେଲା ପଇସା ପତ୍ର ସବୁ ଚାଷବାସରେ ଲାଗିଗଲା। ସବୁ ଚାଲିଛି କାର୍ଯ୍ୟକ୍ରମ, କ'ଣ କରିବା। ଦିନରେ ଘରେ ଥିଲୁ ଆଉ ସଫା କରିପାରିଲୁନି। ଦିନରେ ସ୍କୁଲ ଯିବି। ସକାଳ ଫଟୋ ଉପରେ ସବୁ ସଫା କରିଦେବୁ। ମୁଁ ସବୁ ସଫା କରିଛି, ମମି ତ କିଛି ସଫା କରୁନି। ଆଉ ହଉ ଚାଲ, ଏମିତିଆ ଛୋଟିଆ ଭିଡ଼ିଓଟା ଦୁଃଖ ସୁଖ ହଉଥିଲେ ହଉଥିବା, ବଢ଼ିଯିବ ଭିଡ଼ିଓ। ଆଉ ଏମିତିଆ ଛୋଟିଆ ଭିଡ଼ିଓଟା ଟିକେ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ମୋର 2ଟା ସବସ୍କ୍ରାଇବର୍ ନୂଆ ହେଇଯାଇଛନ୍ତି। ଆଉ ଥ୍ୟାଙ୍କ ୟୁ ସବସ୍କ୍ରାଇବର୍ସ। ଆଉ ସବୁ ସବସ୍କ୍ରାଇବର୍ସ ମାନଙ୍କୁ ଧନ୍ୟବାଦ, ଯେତିକି ଆମ ଭିଡ଼ିଓ ଟିକେ ଦେଖୁଛ, ଭଲ ଲାଗୁଛି। ଆଉ ବାକି ଯେଉଁମାନେ ନୂଆ ଦେଖୁଛ ଟିକେ ସବସ୍କ୍ରାଇବ୍ କରିବେ।
ଭଲ ନ ଲାଗିଲେ ମୁଁ କିଛି କରିପାରିବିନି। କ'ଣ କରିବି, ଆପଣଙ୍କୁ ନ ଭଲ ଲାଗେ ନ ଭଲ ଲାଗେ, ଆପଣ ନଦେବେ ମୁଁ ଗୋଟେ କାମ କରିବି, ଭଲ ନ ଲାଗିଲେ ଦେଖିବି। ହଉ ରଖିଦେଉଛି ଭିଡ଼ିଓ, ଭଲ ଲାଗିଲେ ଟିକେ ଲାଇକ୍ କରିଦେବେ। ବାଏ ବାଏ। भगवान शक्ति दिया।